Ramesh invest 30% more than Suresh. Suresh invest 40% less than Arun, who invest 8,000. The total amount invest by all of them together is এটা হଉଛି ମୋର ରମେଶ ଏଇଟା ହଉଛି ସୁରେଶ ଆଉ ଏଇଟା ହଉଛି ମୋର ଅରୁଣ। क्वेश्चन କହୁଛି ରମେଶ invest 30% more than ସୁରେଶ। 100ରୁ 30% ଅଧିକା ଇନଭେଷ୍ଟ କରୁଛି ରମେଶ, ତ 0 କାଟିଗଲେ 10ରୁ 3, ତ ଇଏ ଯଦି 13 ଟଙ୍କା ଇନଭେଷ୍ଟ କରୁଥିବ ତ ଇଏ 10 କରୁଥିବ। ନେକ୍ସଟ କହୁଛି ସୁରେଶ ଇନଭେଷ୍ଟ 40% ଲେସ୍ ଦେନ୍ ଅରୁଣ। 100ରୁ 40% ମାନେ 100ରୁ 40, 20 ଦୁଗୁଣେ 40, 20 ପଞ୍ଚା 100। ସୁରେଶ ଇନଭେଷ୍ଟ 40% ଲେସ୍ ଦେନ୍ ଅରୁଣ। ଇଏ ଯଦି 5 ଟଙ୍କା ଇନଭେଷ୍ଟ କରୁଥିବ ଅରୁଣ, ତ 40% ଲେସ୍, 5ରୁ 2 କମ୍, ତ ଇଏ 3 ଟଙ୍କା ଇନଭେଷ୍ଟ କରୁଥିବ। ତ ଏଇଟା ମଲ୍ଟିପ୍ଲାଏ କରିଦେବା, ଏ ଖାଲି ଜାଗାକୁ 10 ପଳେଇ ଆସିବ, ଇଏ ଏପଟେ 3 ପଳେଇ ଆସିବ, ତ ୟା ଭ୍ୟାଲୁ କେତେ ହେଇଯିବ 13 କି 39, ଆଉ ଇଏ 10 3 କି 30, ଆଉ ଇଏ 10 ପଞ୍ଚା 50। ନେକ୍ସଟ କ୍वेଶ୍ଚन କହୁଛି ହୁ ଇନଭେଷ୍ଟ 8,000। ହୁ ମାନେ ଅରୁଣ କଥା କହୁଛି। ଯଦି ଅରୁଣ 8,000 ଇନଭେଷ୍ଟ କରିଛି, 8,000 ଇନଭେଷ୍ଟ କରିଛି ଆଉ ଏ 50ର ଭ୍ୟାଲୁ ଦେଇଛି ସିଏ 8,000, ତ 1 ୟୁନିଟ୍ର ଭ୍ୟାଲୁ କେତେ ପଳେଇ ଆସିବ, 5ରେ କାଟିଲେ 16 ପଞ୍ଚା 80, ତ 16 160 ହେଇଯିବ ଏଇଟା। ତ କ୍वेଶ୍ଚନ ଆଉଥରେ କ'ଣ କହିଲା, ଦ ଟୋଟାଲ ଆମାଉଣ୍ଟ ଇନଭେଷ୍ଟ ବାଇ ଅଲ୍ ଅଫ୍ ଦେମ୍ ଟୁଗେଦର। ତ ସମସ୍ତେ ଟୋଟାଲ କେତେ ଟଙ୍କା ଇନଭେଷ୍ଟ ହେଇଛି କହୁଛି ସେ। ତ ଇଏ ଟୋଟାଲ କରିଦେବା 50, 30, 39, ତ 9, 5, 3, 8, 8, 3, 11, 119ର ଭ୍ୟାଲୁ ସେ ମାଗିଛି। ଯଦି 1 ୟୁନିଟ୍ର ଭ୍ୟାଲୁ 160, ତ 119ର ଭ୍ୟାଲୁ କେତେ ହେବ, 119, ତ 16 କରିଦେଲେ କେତେ ହେବ, 16 ନୂଆ 144, 144, 14 ରହିକି 4 ରହିଲା, 16 × 11, 16 × 11 ହେଲେ 176, 176 ପ୍ଲସ୍ 14, 176 ପ୍ଲସ୍ 14 ହେଲେ 6 4 10, 0 1, 7 8 9 1, 190, 190, ତ 0 ଗୋଟେ ଛାଡ଼ିଥିଲେ ଆମେ, ତ ଟୋଟାଲ ହେଇଯିବ 190, 19,040 ଟଙ୍କା ହେଇଯିବ। ତ ରାଇଟ୍ ଆନ୍ସର ହେଉଛି ଅପସନ୍ ସି। ଥ୍ୟାଙ୍କ ୟୁ।